ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସାବ ସ୍କୁଲ ପାଠରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ପ୍ରିୟ ବନ୍ଧୁ, ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ ଆଶା କରୁଛି କି ଆପଣମାନେ ଆମ ଏହି ଓଡ଼ିଆ ସାବ ସ୍କୁଲ ପାଠ ଦ୍ୱାରା ଈଶ୍ୱରଙ୍କ ବିଷୟରେ କିଛି ଜାଣିପାରୁଛନ୍ତି। ତାହେଲେ ଚାଲନ୍ତୁ ଆମେ ବିଳମ୍ବ ନ କରି ଆମ ଏହି ସପ୍ତାହର ପାଠ ଆମେ ଆରମ୍ଭ କରିବା। ଏହି ସପ୍ତାହର ପାଠ ହେଉଛି ଦ ପ୍ଲେଗ, ଓଡ଼ିଆରେ ମହାମାରୀ। ସେହି ମହାମାରୀ ବିଷୟରେ ଆଜି ଆମେ ଏହି ସପ୍ତାହରେ ଆଲୋଚନା କରିବାକୁ ଯାଉଅଛୁ। ଏହା ଆଲୋଚନା କରିବା ପୂର୍ବେ ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ସଦାପ୍ରଭୁଙ୍କ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ରାଧାଦି ରାଜା, ପ୍ରଭୁଙ୍କର ପ୍ରଭୁ ଆଉ ଦେବତା ମାନଙ୍କର ଦେବତା, ଏହି ସୃଷ୍ଟିକର୍ତ୍ତା, ତ୍ରାଣକର୍ତ୍ତା ଆଉ ମାନବକୁ ନିଜ ସ୍ୱରୂପରେ ଯେ ନିର୍ମାଣ କରିଛି ନିର୍ମାଣ କର୍ତ୍ତା। ଆମେ ଏକ ପାପୀ ମନୁଷ୍ୟ। ବର୍ତ୍ତମାନ ତୁମ ସେହି ସାବ ସ୍କୁଲ ପାଠ ପଢ଼ିବା ପାଇଁ ଯାଉଅଛୁ, ଯେପରିକି ତୁମ ସେହି ସୌନ୍ଦର୍ଯ୍ୟ ବାକ୍ୟ ଆମେ ବୁଝିପାରିବୁ, ସେହି ଆତ୍ମଦାନ ଅନନ୍ତ ଜୀବନ ବିଷୟରେ ଆମେ ଜାଣିପାରିବୁ। ସେଥିପାଇଁ ଆମମାନଙ୍କୁ ପବିତ୍ର ଆତ୍ମା ଦ୍ୱାରା ପରିପୂର୍ଣ୍ଣ କର, ଯାହା ଦ୍ୱାରା ଆମେ ତୁମ ସେହି ବାକ୍ୟ ଆମେ ଜାଣିପାରିବୁ। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମେ ମାଗୁଅଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସାବ ସ୍କୁଲ ପାଠରେ ସ୍ୱାଗତ କରୁଅଛି। ଆଉ ଏହି ସପ୍ତାହର ପାଠ ହେଉଛି ମହାମାରୀ। ବନ୍ଧୁ, ମହାମାରୀ ଆଉ ବିଶେଷ ଭାବରେ ଏହି ସପ୍ତାହର ସ୍ୱର୍ଣ୍ଣ ପଦ ନିଆଯାଇଅଛି, ଯାହା ଆମେ ଯାତ୍ରା ପୁସ୍ତକ 9 ତାର 35ରେ ପାଉଅଛୁ। ତାହେଲେ ଚାଲନ୍ତୁ ଆମେ ପବିତ୍ର ଶାସ୍ତ୍ର ବାଇବଲଠୁ ସେହି ପଦଟା ପଢ଼ିବା, ଯାହା ଆମେ ଏହି ସପ୍ତାହରେ ଶିଖିବା। ଯାତ୍ରା ପୁସ୍ତକ 9:35 ଏଠି ଆମେ ପାଉଅଛୁ ଏହିପରି, ତହିଁରେ ଫାରୋଙ୍କର ହୃଦୟ କଠିନ ହେଲା, ଏଣୁ ମୋଶାଙ୍କ ଦ୍ୱାରା କଥିତ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେ ଇସ୍ରାଏଲର ସନ୍ତାନମାନଙ୍କୁ ଛାଡ଼ି ଦେଲେ ନାହିଁ। ବନ୍ଧୁ, କେଡ଼େ ସୁନ୍ଦର ଭାବରେ ଆମେ ଦେଖୁଅଛୁ ପରମେଶ୍ୱର ଆପଣା ପ୍ରଜାମାନଙ୍କୁ ଇସ୍ରାଏଲ ପ୍ରଜାମାନଙ୍କୁ ମିଶରୀୟ ମାନଙ୍କ ହସ୍ତରୁ ଉଦ୍ଧାର କରିବା ପାଇଁ ତାଙ୍କ ଯୋଜନା। ଆଉ ଯେପରିକି ଆମେ ଦେଖୁଅଛୁ ଆମ ଯୋଉ ସୈନ୍ୟ ପଦରେ, ସେଠି ଆମେ ପାଉଅଛୁ କି ଫାରୋଙ୍କ ହୃଦୟ ସଦାପ୍ରଭୁ ପରମେଶ୍ୱର କଠିନ କଲେ। ଆଉ କହେ କି ତହିଁରେ ଫାରୋଙ୍କ ହୃଦୟ କଠିନ ହେଲା, ଏଣୁ ମୋଶାଙ୍କ ଦ୍ୱାରା କଥିତ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେ ଇସ୍ରାଏଲ ସନ୍ତାନମାନଙ୍କୁ ଛାଡ଼ି ଦେଲେ ନାହିଁ। ବନ୍ଧୁ, ଏଇ ସପ୍ତାହର ଲେଖକ, ଏଇ ଯୋଉ ପାଠର ଲେଖକ ଏକ ଛୋଟ ଉଦାହରଣ ଦେଉଛନ୍ତି। ସେ ଦେଉଛନ୍ତି ଏକ ଗୋଧ ବିଷୟରେ ଆଉ ଏକ ଚାଷୀ ବିଷୟରେ। ସେଠି ସେ କହନ୍ତି ଜଣେ ଚାଷୀ ତାଙ୍କ ଗୋଧକୁ ଚଲାଇବାକୁ ଚେଷ୍ଟା କରୁଥିଲେ, ମାତ୍ର ପଶୁଟି ଚାଲିବା ପାଇଁ ଚାହୁଁନଥିଲା।
ତେଣୁ ଚାଷୀ ଗୋଟିଏ ମୋଟା ବାଡ଼ି ନେଲେ, ଆଉ ତାହାକୁ ବୋଧ ହୁଏ ବଳେ ମାରିଲେ। ସେ ପୁଣି ଥରେ ଗଧ ସହିତ କଥା କଲେ, ମାରିଲେ, କଥା କହିଲେ, ଯିଏ ତାପରେ ଚାଲିବାକୁ ଲାଗିଲା। କେତେ ସୁନ୍ଦର ଭାବରେ ଏଇ ଯୋଉ ଲେଖକ ମାନଙ୍କୁ ସେ ଗୋଧ ଆଉ ସେହି ଚାଷୀର ଗୋଧ ବିଷୟରେ ମାନଙ୍କୁ ପରମେଶ୍ୱର କହୁଛନ୍ତି। ପରମେଶ୍ୱର ଆମମାନଙ୍କ ସହ ପବିତ୍ର ଶାସ୍ତ୍ର ଦ୍ୱାରା କଥା କହନ୍ତି। ସେ ଶାସ୍ତି ବି ଦିଅନ୍ତି। ଆଉ ଲେଖକ କହନ୍ତି, ଯେତେବେଳେ କେହି ଜଣେ ଚାଷୀକୁ ପଚାରିଲେ ସେ ଏହା କାହିଁକି ତାହାଙ୍କର କଥା ମାନିଲେ, ତେବେ ସେ ଉତ୍ତର ଦେଲେ ଏହିପରି, ଠିକ ଅଛି, ପ୍ରଥମେ ତୁମକୁ ଏହାର ଧ୍ୟାନ ଆକର୍ଷଣ କରିବାକୁ ପଡ଼ିବ। ପଶୁମାନଙ୍କ ପ୍ରତି ନିଷ୍ଠୁରତା ବିଷୟରେ ଯେକୌଣସି ପ୍ରସଙ୍ଗ ଉଠାଇଲେ ମଧ୍ୟ ଏଠାରେ ଏକ କଥା ଉଲ୍ଲେଖ କରିବା ଉଚିତ, ବିଶେଷ କରି ମିଶ୍ରରୁ ଏବ୍ରୀମାନଙ୍କ ପାତ୍ର ପରିପ୍ରେକ୍ଷୀରେ ମୂଷାଙ୍କୁ ତାଙ୍କର ପଦଯାତ୍ରା ନିର୍ଦ୍ଦେଶ ଦିଆଯାଇଅଛି ଏବଂ ସେ ପରମେଶ୍ୱରଙ୍କ ମୁଖ୍ୟ ସ୍ୱର ସହିତ ଫାରୋଙ୍କ ପାଖକୁ ଯାଆନ୍ତି। ତାହା ହେଉଛି, ସେ କହନ୍ତି, ସେମାନେ ମୋହର ଲୋକ। ବନ୍ଧୁ, ପରମେଶ୍ୱର ଏହିପରି ବର୍ଣ୍ଣନା କରି କହନ୍ତି କି ସେମାନେ ହେଉଛନ୍ତି ମୋର ଲୋକ। ପରମେଶ୍ୱର ବନାମ ଦେବତା ମାନେ ଯାହା ଆମେ ଦେଖୁଅଛୁ, ମିଶ୍ର ମାନେ ଅନେକ ଦେବତା ମାନଙ୍କୁ ପୂଜା କରୁଥିଲେ। ଆରେ କଥାରେ ଏହିପରି କୁହାଯାଇଛି ଯେ ବନ୍ଧୁ, କି ସେମାନେ 1500 ରୁ ଅଧିକ ଦେବ ଦେବତା ମାନଙ୍କୁ ପୂଜା କରୁଥିଲେ। ଯଦି ଆମେ ଭାରତ ଦେଶ ବିଷୟରେ ଯଦି ଆଲୋଚନା କରିବା, ଆମ ଭାରତ ଦେଶରେ ମୁଁ ଯାହା ଶୁଣିଅଛି, ମୁଁ ଜାଣି ନାହିଁ ସଠିକ କି ଭୁଲ, ସେମାନେ କହନ୍ତି କି ଭାରତରେ 33 କୋଟି ଦେବ ଦେବତା ଅଛନ୍ତି। ଆଉ ପ୍ରତ୍ୟେକ ଦେବ ଦେବତା ମାନଙ୍କର ଏକ ସକ୍ଷମ ଅଛି ସେମାନଙ୍କର କାର୍ଯ୍ୟ ବିଷୟରେ, ସେମାନଙ୍କର ବିଚାର ବିଷୟରେ, ସେମାନଙ୍କର ଆଚର୍ଯ୍ୟ କାମ ବିଷୟରେ ଏହିପରି ସେମାନଙ୍କର ଏହିପରି ବର୍ଣ୍ଣନା କରିଥାନ୍ତି। ଆଉ ସେହିପରି ଆମେ ଦେଖୁଅଛୁ କି ଏଇ ଯୋଉ ମିଶ୍ର ଦେଶରେ 1500 ରୁ ଅଧିକ, ମାନେ ହୋଇପାରେ 500 ରୁ ଅଧିକ ଦେବତା ଥିଲେ। ଆଉ ସେହି ଦେବତା ମାନଙ୍କ ମଧ୍ୟରୁ ସର୍ପ ଦେବତା ଏକ ମୁଖ୍ୟ ଦେବତା ଥିଲେ। ଏଥିଯୋଗୁଁ ଆପଣମାନେ ଯଦି ସେହି ଫାରୋଙ୍କ ମୁକୁଟରେ ଦେଖିବେ, ସେଠି ଆପଣମାନେ ଦେଖିବେ ସର୍ପ। ଆଉ ଏହିପରି ବର୍ଣ୍ଣନା କରାଯାଉଅଛି ଯେ ଏଇ ଯୋଉ ଫାରୋ, ତାଙ୍କ ପିତୃପୁରୁଷ ମାନେ ଯେଉଁମାନେ କି ମୃତ୍ୟୁବରଣ ହୋଇଛନ୍ତି, ସେମାନଙ୍କର ସମସ୍ୟା, ସେମାନଙ୍କ ବିଷୟରେ, ସେମାନଙ୍କ ଯୋଉ କଥା କୁହନ୍ତି, ସେମାନଙ୍କ ବିଷୟରେ ଜାଣିବା ପାଇଁ ସେହି ସର୍ପ ତାକୁ ସେମାନଙ୍କୁ ବ୍ୟବହାର କରୁଥିଲେ। ଯଦି ଆପଣ ଯାତ୍ରା ପୁସ୍ତକ 12 ପଢିବେ, ପ୍ରଭୁ କହନ୍ତି ଏହିପରି, ମିଶ୍ରର ସମସ୍ତ ଦେବତାଙ୍କ ଉପରେ ମୁଁ ଦଣ୍ଡ କାର୍ଯ୍ୟ କରିବି, ମାନେ ସମସ୍ତ ଦେବତା ଉପରେ ମୁଁ କଣ କରିବେ? ଦଣ୍ଡ କାର୍ଯ୍ୟ କରିବେ। ଯେପରିକି ମୁଁ ଏହା ପୂର୍ବରେ ଆପଣ ମାନଙ୍କୁ କହିଲି କି ମିଶ୍ର ଦେଶରେ 1500 ଦେବଦେବତା ଥିଲେ। ଆଉ ଆମ ଭାରତ ଦେଶରେ ଆମେ ଲୋକମାନେ କହିବାର ଶୁଣୁଛୁ, ଆଉ ଆପଣମାନେ ବି ଶୁଣିଥିବେ କି 33 କୋଟି ଦେବ ଦେବତା ମାନେ। ଆଉ ଯେପରି ମୁଁ
ଆପଣମାନଙ୍କୁ ବର୍ଣ୍ଣନା କରି କହିଲି କି ସେମାନଙ୍କ ଦେବଦେବତା ମାନଙ୍କରୁ ମଧ୍ୟରୁ ଶ୍ରେଷ୍ଠ ଦେବତା ଥିଲେ ସେହି ସର୍ପ। ଏହା ପୁଣି ଥରେ ଜୋର ଦିଆଯାଇଛି ଏହି ସମୟରେ ଯେତେବେଳେ ଇସ୍ରାଏଲ ମିଶ୍ରରୁ ଯାତ୍ରା ବର୍ଣ୍ଣନା କରାଯାଇଥିଲା, ପ୍ରଭୁ ସେମାନଙ୍କ ଦେବଦେବତା ମାନଙ୍କ ଉପରେ ଦଣ୍ଡ ଆଣିଥିଲେ ବୋଲି ଗଣନା ପୁସ୍ତକ 33:4 ଆମେ ପାଉଛୁ। ବନ୍ଧୁ, ତାହେଲେ ସେମାନଙ୍କ ଦେବଦେବତା ମାନଙ୍କର ଉପରେ ଯେଉଁ ଦଣ୍ଡ, ଯେଉଁ ବିଚାର ଆଣିଲେ, ଏହା ଏକ ଉଦାହରଣ। ଯେପରି ମୁଁ ଆପଣମାନଙ୍କୁ କହିଲି କି ସେମାନଙ୍କ ଦେବଦେବତା ମାନଙ୍କର ଶ୍ରେଷ୍ଠ ଦେବତା ହଉଛି ସର୍ପ। ସେ ଆଶ୍ଚର୍ଯ୍ୟଜନକ ଘଟଣା ଯାହା ଆମେ ଦେଖୁଅଛୁ ଯାତ୍ରା ପୁସ୍ତକ 7:9-12। ସେଠି ଆମେ ଦେଖୁଅଛୁ ବନ୍ଧୁ, ଯେବେ ଏରନ ଆଉ ମୂଷା ଫାରୋଙ୍କ ସମ୍ମୁଖରେ ଛିଡା ହେଲେ, ଆଉ ଯେବେ ଫାରୋଙ୍କ ହସ୍ତରୁ ସେହି ବାଡ଼ିକୁ ତଳରେ ଢାଳିଲେ, ଆଉ ସେତେବେଳେ ସେ ବାଡ଼ିଟା ସର୍ପ ପରିଣତ ହୋଇଥିଲା। ଯେହେତୁ ଫାରୋ ଦେଖିଲେ, ସେ ଆପଣା ଯାଦୁକାରୀ ମାନଙ୍କୁ ଡାକିଲେ, ଆଉ ସେମାନେ ମଧ୍ୟ ସେହିପରି ଯାଦୁ କରି ଆପଣା ବାଡ଼ିକୁ ତଳରେ ଢାଳିଲେ, ଆଉ ସେଇ ବାଡ଼ି ସର୍ପ ଆକାରରେ ହେଲା। ମାତ୍ର ଏଠି ଆମେ ଏକ ଭିନ୍ନତା ଦେଖୁଅଛୁ ବନ୍ଧୁ। ସେହି ଯୋଉ ସର୍ପ ଗୁଡାକ ଆକାରିତ ହେଲେ, ଯେଉଁ ସର୍ପ ମୂଷାଙ୍କ ବାଡ଼ି ଦ୍ୱାରା ହୋଇଥିଲା, ସେହି ସର୍ପ ସେଇ ଯୋଉ ଅନ୍ୟ ସର୍ପ ମାନଙ୍କୁ ଗିଲି ପକେଇଲେ। ଏହାର ଉଦାହରଣ ହଉଛି ଫାରୋ ଯାଦୁକାରଙ୍କ ସହିତ ସେ ସେଇ ସର୍ପ ଯାଦୁକାରୀ ମାନେ କରିଥିଲେ। ମାତ୍ର ଏହା ଦ୍ୱାରା ଆମେ ଜାଣିବାକୁ ପଡିବ କି ଏମାନେ ସମସ୍ତେ ଯାଦୁ ଦ୍ୱାରା କଲେ, ମାତ୍ର ଏହା ପରମେଶ୍ୱରଙ୍କ ଦ୍ୱାରା କରାଯାଇଅଛି। ମିଶରୀୟ ମାନେ ମଧ୍ୟ ବିଶ୍ୱାସ କରୁନଥିଲେ ଯେ ପବିତ୍ର ନାଗ ପାରଙ୍କୁ ତାଙ୍କ ପରଲୋକଙ୍କୁ ମାର୍ଗଦର୍ଶନ କରିବେ, ଯାହା ମୁଁ କହିସାରିଛି। ଆଉ ଯେତେବେଳେ ହାରୋଙ୍କ ବାଡ଼ିଟି ଏକ ସାପ ହୋଇଗଲା ଏବଂ ରାଜାଙ୍କ ସମ୍ମୁଖରେ ଅନ୍ୟ ସମସ୍ତ ସର୍ପଙ୍କୁ ଖାଇଦେଲା, ସେତେବେଳେ ମିଶରୀୟ ଜାବୁ ଏବଂ ଜାବୁ ବିଦ୍ୟ ଉପରେ ଜୀବନ୍ତ ପରମେଶ୍ୱରଙ୍କ ଶ୍ରେଷ୍ଠତା ପ୍ରକାଶ ପାଇଲା। ବନ୍ଧୁ, ଏହା ହଉଛି ଯାହା ଆମେ ଯାତ୍ରା ପୁସ୍ତକ 7:12-15 ଦେଖୁଛୁ। ପରମେଶ୍ୱରଙ୍କ ପ୍ରତିନିଧି ଭାବରେ ମୂଷାଙ୍କ ଦେବତା ଫାରୋଙ୍କ ଅପେକ୍ଷା ଅଧିକ କ୍ଷମତା ଏବଂ ଶକ୍ତି ବୋଲି ଏହା ପ୍ରଦର୍ଶନ କରୁଥିଲା। ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଯେ ପ୍ରାଚୀନ ମିଶରୀ ମାନେ ଏକ ସର୍ପ ଦେବତା ନ ହେଉ କାଉ ଯେଉଁ ଆତ୍ମା ଗୁଡିକ ବ୍ୟବହାର କରନ୍ତି, ଯାହା ଆମେ ନ ନେ ହେଉ ନ ନେ ହ କାଉ ବୋଲି କହନ୍ତି। ଏହାର ଅର୍ଥ ହଉଛି ଯେଉଁମାନେ ଆତ୍ମା ଗୁଡିକୁ ବ୍ୟବହାର କରନ୍ତି, ସେମାନେ ପୂଜା କରନ୍ତି, ସେମାନେ ଉପାସନା କରନ୍ତି, ଆଉ ସେମାନଙ୍କ ପୌରାଣିକ କାହାଣୀ ଅନୁସାରେ ଏହି ସର୍ପ ଦେବତା ମାନଙ୍କର ମହାନ ଶକ୍ତି ଅଛି ବୋଲି ସେମାନେ ମାନନ୍ତି, କାରଣ ସେ 7ଟି ନାଗକୁ ଗିଲି ଦେଇଥିଲେ। ଏହି ପରି ପରମେଶ୍ୱର ମିଶରୀୟ ମାନଙ୍କୁ ଜଣାଇଲେ ଯେ ସର୍ପ ଦେବତା ନୁହେଁ, ତାଙ୍କର ସର୍ବୋତ୍ତମ ଶକ୍ତି ଏବଂ କର୍ତ୍ତୃତ୍ୱ ଅଛି। ଏତେ ଶକ୍ତିଶାଳୀ ମୁକାବିଲା ପରେ ସେମାନେ ଏହି ବାର୍ତ୍ତାକୁ ତୁରନ୍ତ ଏବଂ ସ୍ପଷ୍ଟ ଭାବରେ ବୁଝି ପାରୁଥିଲେ। ବନ୍ଧୁ, ଏଥିଯୋଗୁଁ ଆମେ ଦେଖୁଛୁ ପରମେଶ୍ୱର କିପରି ଇସ୍ରାଏଲ ପ୍ରଜାମାନଙ୍କୁ ସେହି ଦେବତା ମାନଙ୍କୁ ଦଣ୍ଡ ଦେବା ପାଇଁ ଫାରୋଙ୍କ ହୃଦୟ କିପରି ସେ କଠିନ କରନ୍ତି।
ଯାହା ଆମେ ଆମ ସୈନ୍ୟ ପଦରେ ଦେଖିଲୁ କି ପରମେଶ୍ୱର ଯୋଉ ପାର ତାଙ୍କର ହୃଦୟ କଠିନ କଲେ ବୋଲି। ବନ୍ଧୁ, ଯାତ୍ରା ପୁସ୍ତକରେ ଏଇ ଯୋଉ କଠିନ ପଦଟା ଯାହା ଆମେ ଦେଖୁଅଛୁ କି ପରମେଶ୍ୱର ପାରଙ୍କ ହୃଦୟ କଠିନ କଲା ବୋଲି ପ୍ରାୟ 9 ଥର ଲେଖାଯାଇଛି ବନ୍ଧୁ। କେତେ ଥର ବନ୍ଧୁ? 9 ଥର ଲେଖାଯାଇଛି। ଆପଣମାନେ ଯଦି ଯାତ୍ରା ପୁସ୍ତକ 4:21 ପଢିବେ, ଯାତ୍ରା ପୁସ୍ତକ 7:3 ପଢିବେ, ଯାତ୍ରା ପୁସ୍ତକ 9:12 ପଢିବେ, ଯାତ୍ରା 10:1-20-27, ଯାତ୍ରା 11:10, ଯାତ୍ରା 14:4-8 ଏବଂ ଯଦି ଆପଣ ରୋମିଓ 9:17-18 ଦେଖିବ, ଆପଣମାନେ ଏଇ ଯୋଉ ବାକ୍ୟ ଯାହା ଆମେ ଦେଖୁଛୁ କି ପରମେଶ୍ୱର ପାରଙ୍କ ହୃଦୟ କଠିନ କଲା ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯେ 10ଟି ମହାମାରୀ ବିଷୟରେ ଯାତ୍ରା ପୁସ୍ତକରେ ଆମେ ପାଉଅଛୁ, ଯାହା ପ୍ରଥମ 5ଟି ମହାମାରୀ ମଧ୍ୟରୁ ପ୍ରତ୍ୟେକର ପାର କେବଳ ତାଙ୍କ ହୃଦୟକୁ କଠିନ କରିବାର କଥା ଆମେ ଦେଖୁଅଛୁ। ଏହିପରି ତାଙ୍କ ନିଜ ହୃଦୟକୁ କଠିନ କରିବା ଆରମ୍ଭ କରିଥିଲେ ବୋଲି ଆମେ ଦେଖୁଛୁ। ତଥାପି ବନ୍ଧୁ, 6ଠ ମହାମାରୀରୁ ବାଇବଲରେ ଆମେ ପାଉନ, ଯେପରି ଯାତ୍ରା ପୁସ୍ତକ 9:12 ଦେଖୁଛୁ। ମାନେ ଏହାର ଅର୍ଥ ହେଉଛି ଯେ ପରମେଶ୍ୱର ପାରଙ୍କ ନିଜତ୍ୱ ଇଚ୍ଛା ବର୍ତ୍ତମାନ ମଧ୍ୟ ପରମେଶ୍ୱର ମାନଙ୍କୁ ଆମ ନିଜ ଇଚ୍ଛାରେ ସେ କହନ୍ତି। ସେ ପରମେଶ୍ୱର ମାନଙ୍କୁ ଜବରଦସ୍ତି କରନ୍ତି ନାହିଁ। ନିଜ ଇଚ୍ଛାରେ ଆମେ ବାଛିବା ପାଇଁ ଶକ୍ତି ପ୍ରଦାନ କରନ୍ତି। ଆଉ ସେହିପରି ପରମେଶ୍ୱର ଫାରୋଙ୍କୁ ତାଙ୍କ ଇଚ୍ଛା ଅନୁସାରେ ବାଛିବା ପାଇଁ ସୁଯୋଗ ଦେଇଥିଲେ। ଆଉ ଏହି କାର୍ଯ୍ୟ ଦ୍ୱାରା ପରମେଶ୍ୱର ତାହାକୁ କହିଥିଲେ ଯେ ତମର ସ୍ୱଇଚ୍ଛା ଯାହା ତମେ ବର୍ତ୍ତମାନ ମହାମାରୀ ଦେଖୁଅଛ, ଆଉ ସେହି ମହାମାରୀ ଦେଖିଲା ପରେ ମଧ୍ୟ ଯଦି ତମେ ସେହି ସତ୍ୟ ଈଶ୍ୱରକୁ ବାଛୁନାହ, ତାହା ହେଉଛି ତମର ଇଚ୍ଛା। ବନ୍ଧୁ, ଅନ୍ୟ ବାକ୍ୟରେ ଆମେ ଦେଖୁ ଯେ ବା କହୁ ଯେ ପରମେଶ୍ୱର ପାରୁଙ୍କୁ ଅନୁତାପ କରିବାରେ ସାହାଯ୍ୟ ଏବଂ ତାଙ୍କ ମନର ଅନ୍ଧକାର ଏବଂ ଭୁଲରୁ ମୁକ୍ତ କରିବା ପାଇଁ ସେହି ମହାମାରୀ ଗୁଡାକ ପଠେଇଥିଲେ। ଆଉ ପରମେଶ୍ୱର ଫାରୋଙ୍କ ହୃଦୟର ନୂତନ ମନ୍ଦ ସୃଷ୍ଟି କରିନଥିଲେ ବୋଲି ଆମେ ଦେଖୁଅଛୁ, ବରଂ ସେ କେବଳ ଫାରୋଙ୍କୁ ତାଙ୍କ ନିଜତ୍ୱ ମନ୍ଦ ଆବେଗରେ ସମର୍ପଣ କରିଥିଲେ। ସେ ତାଙ୍କୁ ପରମେଶ୍ୱରଙ୍କ ନିରୋଧକ ଅନୁଗ୍ରହ ବିନା ଛାଡ଼ିଦେଲେ। ଏହିପରି ତାଙ୍କୁ ତାଙ୍କ ନିଜ ଦୃଷ୍ଟତା ପରିତ୍ୟାଗ କରେ, ଯେପରିକି ଆମେ ରୋମିଓ 1:24-32 ଦେଖୁ କି ଈଶ୍ୱର ଆମମାନଙ୍କୁ କିପରି ଆମ ଉପରେ ଛାଡ଼ି ଦିଅନ୍ତି ଆଉ ସେ ଏମିତି ବ୍ୟବହାର କରନ୍ତି ଯେ ଆମ ହୃଦୟ ପରିବର୍ତ୍ତନ ହଉ ଆଉ ପରମେଶ୍ୱରଙ୍କ ଠାରୁ ଆମେ ବିଶ୍ୱାସ କରୁ। ଏଣୁ ଈଶ୍ୱର ସେମାନଙ୍କ ହୃଦୟର କୁ ଅଭିଳାଷ ଅନୁସାରେ ସେମାନଙ୍କୁ ଅସୁସ୍ଥତାରେ ସମର୍ପଣ କଲେ, ଯେପରି ସେମାନଙ୍କ ଶରୀର ପରସ୍ପର ଦ୍ୱାରା କଳୁଷିତ ହୁଏ, କାରଣ ସେମାନେ ଈଶ୍ୱରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସ୍ରଷ୍ଟାଙ୍କ ପରିବର୍ତ୍ତେ ସ୍ପଷ୍ଟ ବସ୍ତୁର ପୂଜା ଓ ସେବା କଲେ, ଯେ ଯୁଗେ ଯୁଗେ ଧନ୍ୟ ଆମେନ୍। ବନ୍ଧୁ, ପରମେଶ୍ୱର ବର୍ତ୍ତମାନ ବି ଆମ ଇଚ୍ଛା ଉପରେ ସେ କାମ କରେ, ମାତ୍ର ଆମ ସମ୍ମୁଖରେ କିଛି ରଖେ
ଆମମାନଙ୍କୁ ସେହି ସତ୍ୟ ପଥ ଦେଖାଏ। ଆମମାନଙ୍କୁ ଏମିତି ଶକ୍ତି ପରମେଶ୍ୱର ଦେଇଛନ୍ତି ଯେ ଏକ ସ୍ୱାଧୀନ ଆମମାନଙ୍କୁ ଦେଇଛନ୍ତି କି ଆମେ ସେହି ସ୍ୱାଧୀନ ଭାବରେ ଭୁଲ କଣ ସଠିକ କଣ ଆମେ ବାଛି ପାରିବା, ଫରକ କରିପାରିବା। କେଉଁ ଦେବତାକୁ ପୂଜା କରିବା ଅଛି ଆଉ କେଉଁ ଦେବତାକୁ ପୂଜା କରିବାକୁ ନାହିଁ, ସେଇ ଯୋଉ ଶକ୍ତି, ସେଇ ଯୋଉ ସ୍ୱାଧୀନ ଆମମାନଙ୍କୁ ପରମେଶ୍ୱର ଦେଇଛନ୍ତି। ଯେପରିକି ସ୍ୱର୍ଗରେ ସ୍ୱର୍ଗରେ ଆମେ ଦେଖୁ ସେହି ଲୁସିଫରଙ୍କୁ ପରମେଶ୍ୱର ସେହି ଇଚ୍ଛା ଦେଇଥିଲେ। ଆଉ ପରମେଶ୍ୱର ସେଇ ଇଚ୍ଛା ଦେବାରୁ ଆମେ ଦେଖୁ ଯେ ଶୈତାନ କିପରି ଆପଣା ସ୍ୱ ଇଚ୍ଛାରେ ମନ୍ଦ ରାସ୍ତା ସେ ବାଛିଥିଲେ। ଆଉ ଯଦି ଆମେ ଏଦନ ବଗିଚାକୁ ଯିବା, ଆମର ପ୍ରାରମ୍ଭ ଆଦି ପିତା ମାତା ମାନଙ୍କୁ, ସେଇ ଆଦମ ହବାକୁ ଯଦି ଦେଖିବା, ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଇଚ୍ଛା ପ୍ରଦାନ କରାଯାଇଥିଲା। ସେମାନଙ୍କୁ ବି ସତର୍କବାଣୀ ଦିଆଯାଇଥିଲା, ହେଲେ ସେମାନେ ସେମାନଙ୍କ ଇଚ୍ଛା ବ୍ୟବହାର କଲେ ଆଉ ସେଇ ଇଚ୍ଛା ବ୍ୟବହାର କରି ଶୈତାନର ଫାନ୍ଦରେ ପଡ଼ିଲେ। ଏହିପରି ଆମେ ଦେଖୁଛୁ ଦ୍ୱିତୀୟ ବିବରଣ 30:19 ଯେ ଆମେ ଯେଉଁଠାରେ ରହିଥାଉ ଆମେ ଜୀବନ କିମ୍ବା ମୃତ୍ୟୁ ବାଛୁ ବୋଲି। ଆମେ ଜୀବନ କିମ୍ବା ମୃତ୍ୟୁ ବାଛୁ, ଏହା ଆମର ଉପରେ ନିର୍ଭର କରେ। ଏବେ ଫାରୋଙ୍କ ଉପରେ ନିର୍ଭର କରାଯାଉଛି ସେ ଅନୁତାପ କରି ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ସେ ବିଶ୍ୱାସ କରିବେ କି ନାହିଁ, ତାଙ୍କ ଉପରେ ନିର୍ଭର କରାଯାଉଛି। ଯେହେତୁ ପରମେଶ୍ୱର ପ୍ରତ୍ୟେକ ବ୍ୟକ୍ତିକୁ ଆପଣା ଇଚ୍ଛା ରୂପରେ ବାଛିବା ପାଇଁ ଏକ ସ୍ୱାଧୀନ ପ୍ରଦାନ କରିଛନ୍ତି। ତାହେଲେ ଆମେ ଦେଖିବା ସେହି ପ୍ରଥମ 3ଟି ମହାମାରୀ, ଯାହା ଆମେ ପାଉଛୁ ଯାତ୍ରା ପୁସ୍ତକ 7:18 ଆଉ 19। ଅନନ୍ତର ସଦାପ୍ରଭୁ ମୋଶକୁ କହିଲେ, ଫାରୋଙ୍କର ହୃଦୟ ଭାରି ହୋଇଅଛି, ସେ ଲୋକମାନଙ୍କୁ ଛାଡ଼ି ଦେବତାଙ୍କୁ ନାସ୍ତି କରୁଅଛି। ଏହେତୁ ତୁମ୍ଭେ ସଦା ପ୍ରଭାତରେ ଫାରୋ ନିକଟକୁ ଯାଅ, ଦେଖ ସେ ଜଳ ଆଡ଼େ ଗଲେ ତୁମ୍ଭେ ତାହା ସହିତ ସାକ୍ଷାତ କରିବାକୁ ନଦୀ ତୀରେ ଠିଆ ହୁଅ। ଯେଉଁ ଯଷ୍ଟି ସର୍ପ ହୋଇଥିଲା ତାହା ମଧ୍ୟ ହସ୍ତରେ ନିଅ। ପୁଣି ଫାରୋକୁ କୁହ, ଏବ୍ରିୟମାନଙ୍କ ସଦାପ୍ରଭୁ ପରମେଶ୍ୱର ମୋତେ ତୁମ ନିକଟକୁ ପଠାଇ କହିଲେ, ତୁମ୍ଭେ ଆମ୍ଭ ଲୋକମାନଙ୍କୁ ପ୍ରାନ୍ତରରେ ସେବା କରିବାକୁ ଛାଡ଼ି ଦିଅ। ମାତ୍ର ଦେଖ, ତୁମ୍ଭେ ଏପର୍ଯ୍ୟନ୍ତ ଏହି କଥାରେ ମନୋଯୋଗ କରିନାହ। ସଦାପ୍ରଭୁ ଏହି ପ୍ରକାରେ କହୁଅଛନ୍ତି, ଆମ୍ଭେ ଯେ ସଦାପ୍ରଭୁ ତାହା ତୁମ୍ଭେ ଏତେ ଅତଦ୍ୱାରା ଜ୍ଞାତ ହେବ। ଦେଖ, ଆମ୍ଭେ ଆପଣା ହସ୍ତ ସ୍ଥିତ ଏହି ଯଷ୍ଟି ଦ୍ୱାରା ନଦୀର ଜଳ ଉପରେ ପ୍ରହାର କରିବା, ତହିଁରେ ତାହା ରକ୍ତ ହୋଇଯିବ। ପୁଣି ନଦୀରେ ଥିବା ମତ୍ସ୍ୟ ସକଳ ମରିଯିବେ ଓ ନଦୀ ଦୁର୍ଗନ୍ଧ ହେବ। ତହିଁରେ ମିଶ୍ରୀୟ ଲୋକମାନେ ନଦୀ ଜଳ ପାନ କରିବାକୁ ଘୃଣା କରିବେ। ଅନନ୍ତର ସଦାପ୍ରଭୁ ମୋଶକୁ କହିଲେ, ହାରୋନଙ୍କୁ ଏହି କଥା କୁହ, ତୁମ୍ଭେ ଆପଣା ଯଷ୍ଟି ଘେନି ମିଶ୍ର ଦେଶୀୟ ଜଳ ଉପରେ ଅର୍ଥାତ୍ ତହିଁର ନଦୀ ନାଳ ପୁଷ୍ପରଣୀ ଓ ଜଳାଶୟ ଏ ସମସ୍ତ ଉପରେ ଆପଣା ହସ୍ତ ବିସ୍ତାର କର। ତହିଁରେ ସମସ୍ତ ଜଳ ରକ୍ତ ହେବ। ପୁଣି ମିଶ୍ର ଦେଶର ସର୍ବତ୍ର କାଷ୍ଠ ପାତ୍ର ଓ ପ୍ରସ୍ତର ପାତ୍ରରେ ରକ୍ତ ହେବ। ତହୁଁ ମୋଶା ଓ ହାରୋନ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେହି ପ୍ରକାର କଲେ। ଯେ ଯଷ୍ଟି ଘେନି ଫାରୋ ଓ ତାଙ୍କର ବାସମାନଙ୍କ ସମ୍ମୁଖରେ ନଦୀ ଜଳ ଉପରେ ପ୍ରହାର କଲେ, ତହିଁରେ ସମୁଦାୟ ନଦୀ ଜଳ ରକ୍ତ ହୋଇଗଲା। ପୁଣି ନଦୀର ସମସ୍ତ ମତ୍ସ୍ୟ ମଲେ
ଓ ନଦୀ ଦୁର୍ଗନ୍ଧ ହେଲା। ତହିଁରେ ମିଶ୍ରୀୟମାନେ ନଦୀ ଜଳ ପାନ କରିପାରିଲେ ନାହିଁ। ମିଶର ଦେଶର ସର୍ବତ୍ର ରକ୍ତ ହେଲା। ସେତେବେଳେ ମିଶରୀୟ ମନ୍ତ୍ର ମନ୍ତ୍ରଜ୍ଞ ମାନେ ହେଁ ଆପଣମାନଙ୍କ ମାୟାରେ ସେହିପରି କଲେ। ତହିଁରେ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ପାରଙ୍କ ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ। ଅନନ୍ତର ପାରୋ ମୁଖ ଫେରାଇ ଆପଣା ଗୃହକୁ ଗଲେ। ଏଥିରେ ଆପଣା ହେଲା ମନ ହେଲା ନାହିଁ ଦେଲା ନାହିଁ। ପୁଣି ସମସ୍ତ ମିଶ୍ରୀୟ ଲୋକେ ନଦୀ ଜଳ ପାନ କରି ନ ପାରୁ ପିଇବା ଜଳ ନିମନ୍ତେ ନଦୀର ଚାରିଆଡେ ଖୋଲିଲେ। ସଦାପ୍ରଭୁ ନଦୀ କି ଆଘାତ କଲା ଉତ୍ତାରେ 7 ଦିନ ସମ୍ପୂର୍ଣ୍ଣ ହେଲା ବୋଲି ଆମେ ଦେଖୁଅଛୁ, ଯାହା ଯାତ୍ରା ପୁସ୍ତକ 7:14-25 ଦେଖୁଅଛୁ। ବନ୍ଧୁ, ପରମେଶ୍ୱରଙ୍କ ମୂଷାଙ୍କ ନିର୍ଦ୍ଦେଶ ଦେଇଥିଲେ ଯେ ପାରଙ୍କ ସହିତ ଆଲୋଚନା କଷ୍ଟକର ହେବ ଏବଂ ପ୍ରାୟ ଅସମ୍ଭବ ହେବ। ତଥାପି ବନ୍ଧୁ ମନେ ରଖନ୍ତୁ, ପରମେଶ୍ୱର ଫାରୋ ଏବଂ ମିଶରୀୟମାନଙ୍କ ନିକଟରେ ନିଜକୁ ପ୍ରକାଶ କରିବାକୁ ଚାହୁଁଥିଲେ। ତେଣୁ ସେ ସେମାନଙ୍କ ସହିତ ଏପରି ଭାବରେ ଯୋଗାଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ଯେ ଯେପରି ସେମାନେ ବୁଝିପାରିବେ କି ପରମେଶ୍ୱର କିଏ। ଏହା ସହିତ ଏଭ୍ରିମାନେ ଏହି ମୁକାବିଲାରୁ ଲାଭ ପାଇବେ, କାରଣ ସେମାନେ ସେମାନଙ୍କର ପରମେଶ୍ୱରଙ୍କ ବିଷୟରେ ଅଧିକ ଶିଖିପାରିବେ। ବନ୍ଧୁ, ପ୍ରଥମ ମହାମାରୀ ନୀଳ ନଦୀର ଦେବତା ହାପିଙ୍କ ବିରୁଦ୍ଧରେ ଠିଆ ଥିଲା, ଯାହା ଆମେ ଦେଖୁଛୁ ଯାତ୍ରା ପୁସ୍ତକ 7:17-25। ମିଶ୍ରରେ ଜୀବନ ସମ୍ପୂର୍ଣ୍ଣ ଭାବରେ ନୀଳ ନଦୀର ଜଳ ଉପରେ ନିର୍ଭରଶୀଳ ଥିଲା। ବନ୍ଧୁ, ଯେଉଁଠାରେ ଜଳ ଥିଲା ସେଠାରେ ଜୀବନ ଥିଲା। ଜଳ ଜୀବନର ଉଚ୍ଚ ଥିଲା। ତେଣୁ ସେମାନେ ସେମାନଙ୍କର ଦେବତା ହାପିଙ୍କୁ ଉଦ୍ଭାବନ କଲେ ଏବଂ ତାଙ୍କ ଜୀବନର ପ୍ରଦାତା ଭାବରେ ପୂଜା କରୁଥିଲେ। ବନ୍ଧୁ, ପରମେଶ୍ୱର ତାପରେ ପାରଙ୍କୁ ଆଉ ଏକ ସୁଯୋଗ ଦିଅନ୍ତି। ଏଥର ବ୍ୟଙ୍ଗ ଦେବୀ ଏବଂ ସିଧାସଳଖ ସାମ୍ନା କରନ୍ତି। ଜୀବନ ଜଳରେ ନୀଳ ନଦୀ ବ୍ୟଙ୍ଗ ଉତ୍ପାଦନ କରେ, ଯାହାକୁ ମିଶରୀୟ ମାନେ ଭୟ କରନ୍ତି, ଘୃଣା କରନ୍ତି। ସେମାନେ ସେଗୁଡ଼ିକୁ ମୁକ୍ତି ପାଇବାକୁ ଚାହାନ୍ତି ଏବଂ ମହାମାରୀ ଦୂର ହେବାର ସଠିକ ସମୟ ଦର୍ଶାଏ ଯେ ଏହି ମହାମାରୀ ପଛରେ ମଧ୍ୟ ପରମେଶ୍ୱରଙ୍କର ଶକ୍ତି ଅଛି। ବନ୍ଧୁ, ଏଥିରେ ମଧ୍ୟ ଆମେ ଦେଖୁଅଛୁ ଯେ କି ଏବ୍ରିୟ ନିମନ୍ତେ ଏକ ସ୍ପଷ୍ଟ ବାର୍ତ୍ତା ଯେ ସେଇ ସଦାପ୍ରଭୁ ପରମେଶ୍ୱର ଯଦି ତାଙ୍କର ପରମେଶ୍ୱର। ବନ୍ଧୁ, ଏହା ବେତତା ମିଶରୀୟ ଦେବତାଙ୍କ ବିରୁଦ୍ଧରେ ନିର୍ଦ୍ଦେଶିତ ହୋଇଥିଲା, ଯାହା ତୃତୀୟ ମହାମାରୀରେ ସବୁଠାରୁ ସଂକ୍ଷିପ୍ତ ବର୍ଣ୍ଣନା ଅଛି। ଯାତ୍ରା ପୁସ୍ତକ 8:16-19, ଯାହା ଆମେ ଦେଖୁଅଛୁ। ଆଉ ଏଇ ଯୋଉ ମହାମାରୀ ଦେଖୁଛୁ କି ଦେବତା ମିଶ୍ରୀୟ ଦେବତାଙ୍କୁ ବିରୁଦ୍ଧରେ ନିର୍ଦ୍ଦେଶ ହୋଇଥିଲା, ଯାହା ପୃଥିବୀର ଧୂଳିରୁ ବାଇବଲର ସୃଷ୍ଟି କାହାଣୀର ପ୍ରତିନିଧି ଦେଖାଏ। ପରମେଶ୍ୱର ଗିଫ୍ଟ ବାହାର କରିଥିଲେ, ଯାହା ସମଗ୍ର ଦେଶରେ ବ୍ୟାପିଗଲା। ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟକୁ ଦୋହଲାଇ ନ ପାରି କେବଳ ପରମେଶ୍ୱର ଜୀବନ୍ତ ସୃଷ୍ଟି କରିପାରନ୍ତି ବୋଲି ଏହା ଦେଖାଏ। ବନ୍ଧୁ, ତାପରେ ଆମେ ଦେଖୁଅଛୁ କିପରି ମାଛି ପଶୁପାଳନ ଏବଂ ଉଟାଣି ହୋଇଥିଲା, ଯାହା ଆମେ ଯାତ୍ରା ପୁସ୍ତକ 7:20
19 9 ଠୁ ଆଉ 12 ଯଦି ଆମେ ପଢିବା ସେଠି ଏହି ଯୋଉ ତିନି ଆଗରେ ଆମେ ଦେଖୁ ତିନି ମହାମାରୀ ଏବେ ଏଇ ଯୋଉ ତିନି ମହାମାରୀ ମିଛ ମାଛି ପଶୁ ପାଳନ ଏବଂ ଫୁଟାଣି ବନ୍ଧୁ ଏଇ ଯୋଉ ମହାମାରୀ ମିଶ୍ରୀୟ ଦେବତା ଉଆରିତ ମାଛି ଏବଂ ଜଳାଭୂମି ଏବଂ ମାର୍ସର ଦେବତା ଥିଲେ। ଦେବତା ଖେପ୍ରି ଉଦୟମାନ ସୂର୍ଯ୍ୟ ସୃଷ୍ଟି ଏବଂ ପୁନର୍ଜନ୍ମର ଏଇ ଯୋଉ ଦେବତାକୁ ଦର୍ଶାଏ। ଏକ ସ୍ୱାକାର ହୋରଙ୍କ ମୁଣ୍ଡ ସହିତ ଚିତ୍ରିତ କରାଯାଇଥିଲା। ଏହି ଦେବତା ମାନଙ୍କୁ ପ୍ରଭୁଙ୍କ ଦ୍ୱାରା ପରାସ୍ତ କରାଯାଇଥିଲା। ଏହି ବିବରଣୀରେ ଯାତ୍ରା ପୁସ୍ତକ 8:20-24 ଆମେ ପାଉଛୁ। ଯେତେବେଳେ ମିଶ୍ରୀୟ ମାନେ କ୍ଳାନ୍ତ ହେଉଥିଲେ ଏବ୍ରୀମାନେ ସୁରକ୍ଷିତ ଥିଲେ। ପ୍ରକୃତରେ ଆଉ କୌଣସି ମହାମାରୀ ସେମାନଙ୍କୁ ପ୍ରଭାବିତ କଲା ନାହିଁ। ପୁଣି ଏସବୁ ପରମେଶ୍ୱର ଫାରୋଙ୍କୁ ଜଣାଇବା ପାଇଁ ଏକ ପ୍ରୟାସ ଥିଲା ଯେ ମୁଁ ଦେଶର ମଧ୍ୟ ଭାଗରେ ପ୍ରଭୁ ଅଛି ବୋଲି ଯାତ୍ରା ପୁସ୍ତକ 8:22 ଆମେ ଦେଖୁଅଛୁ। ବନ୍ଧୁ ଏହିପରି ଫାରୋ ସୌଦା କରିବାକୁ ଆରମ୍ଭ କଲେ ନିଃସନ୍ଦେହରେ ଚାପ ପଡୁଥିଲା ଇସ୍ରାଏଲକୁ ସେମାନଙ୍କ ପରମେଶ୍ୱରଙ୍କ ଉପାସନା କରିବାକୁ ଏବଂ ତାଙ୍କ ନିକଟରେ ବଳିଦାନ ଦେବାକୁ ଇଚ୍ଛୁକ ଥିଲେ। କିନ୍ତୁ କେବଳ ମିଶରର ଦେଶରେ, ଯାହା ଆମେ ଯାତ୍ରା ପୁସ୍ତକ 8:25 ପଢୁଛୁ। ବନ୍ଧୁ ତାଙ୍କର ସ୍ୱାର୍ଥ ଗୁଡ଼ିକ ଏହିପରି ପୂରଣ ହୋଇପାରିଲା ନାହିଁ, କାରଣ କିଛି ପ୍ରାଣୀକୁ ମିଶରରେ ପବିତ୍ର ବୋଲି ବିବେଚନା କରାଯାଉଥିଲା ଏବଂ ସେଗୁଡ଼ିକୁ ବଳିଦାନ ଦେବା ଦ୍ୱାରା ହିବ୍ରୁମାନଙ୍କ ବିରୁଦ୍ଧରେ ହିଂସା ସୃଷ୍ଟି ହୋଇଥିଲା। ଏହା ଇସ୍ରାଏଲ ପାଇଁ ପରମେଶ୍ୱରଙ୍କ ଯୋଜନା ନଥିଲା। ଏହି ସମୟରେ ପରବର୍ତ୍ତୀ ମହାମାରୀ, ଯାହା ଯାତ୍ରା ପୁସ୍ତକ 9:1-6 ଆମେ ଦେଖୁଅଛୁ। ବନ୍ଧୁ ପ୍ରେମ ଏବଂ ସୁରକ୍ଷା ମିଶରୀୟ ଦେବୀ ହାତୋରଙ୍କୁ ଏକ ଗାଈର ମୁଣ୍ଡ ସହିତ ଚିତ୍ରଣ କରାଯାଇଥିଲା। ପ୍ରାଚୀନ ମିଶରରେ ଏକ ବୃଷ ଦେବତା ଆଫିସ ମଧ୍ୟ ବହୁତ ଲୋକପ୍ରିୟ ଏବଂ ଉଚ୍ଚ ମାନତାରେ ଥିଲା। ଏପରି ଏହି ପଞ୍ଚମ ମହାମାରୀରେ ମିଶ୍ରୀୟ ମାନଙ୍କ ପଶୁପାଳନ ମୃତ୍ୟୁବରଣ କରିବା ପରେ ଅତିରିକ୍ତ ପ୍ରମୁଖ ଦେବତା ମାନଙ୍କୁ ପରାସ୍ତ କରାଯାଇଥିଲା। ବନ୍ଧୁ ଷଷ୍ଠ ମହାମାରୀରେ ଆମେ ଦେଖୁଛୁ, ଯାହା ଯାତ୍ରା ପୁସ୍ତକ 8:9-8-12 ଔଷଧ, ଯାଦୁ ଏବଂ ଜ୍ଞାନର ଦେବୀ ଇଷ୍ଟର ସମ୍ପୂର୍ଣ୍ଣ ପରାଜୟ ପ୍ରକାଶିତ ହୋଇଅଛି। ଆମେ ସେଖମେତ ଯୁଦ୍ଧ ଏବଂ ମହାମାରୀ ଦେବୀ ଏବଂ ଇମୋଦ ଟେପ ଔଷଧ ଏବଂ ଆରୋଗ୍ୟ ଦେବତା ପରି ଦେବତାମାନଙ୍କର ପରାଜୟ ମଧ୍ୟ ଆମେ ଦେଖୁଅଛୁ। ସେମାନେ ନିଜ ନିଜ ଉପସ୍ଥାପକ ମାନଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି। ବିଳମ୍ବରେ ବିଷୟ ହେଉଛି ବର୍ତ୍ତମାନ ଯାଦୁକର ଏବଂ ଯାଦୁକାର ମାନେ ମଧ୍ୟ ଏତେ ପୀଡ଼ିତ ଯେ ସେମାନେ କୋର୍ଟରେ ଉପସ୍ଥିତ ହୋଇ ପାରୁନାହାନ୍ତି, ଯାହା ଦର୍ଶାଏ ଯେ ସେମାନେ ସ୍ୱର୍ଗ ଏବଂ ପୃଥିବୀର ସୃଷ୍ଟିକର୍ତ୍ତାଙ୍କ ବିରୁଦ୍ଧରେ ଅସହ୍ୟ ହୋଇ ଅଛନ୍ତି। ବନ୍ଧୁ ଏହି 10ଟି ମହାମାରୀ ବିଷୟରେ କାହାଣୀରେ ପ୍ରଥମ ଥର ପାଇଁ ଏକ ପାଠରେ କୁହାଯାଇଛି ଯେ ପରମେଶ୍ୱର ଫାରୋଙ୍କ ହୃଦୟକୁ କଠିନ କରୁଥିଲେ, ଯାହା ଯାତ୍ରା
9-12 ଆମେ ଦେଖୁ। ତଥାପି ଏହି ବାକ୍ୟାଂଶକୁ ଦ୍ୱନ୍ଦ୍ୱ ପୂର୍ଣ୍ଣ କରିପାରେ ଯେତେବେଳେ ସମ୍ପୂର୍ଣ୍ଣ ପରିପ୍ରେକ୍ଷୀତ୍ର ବୁଝାଏ। ବନ୍ଧୁ, ଏହା ପୁଣି ଥରେ ପ୍ରକାଶ କରେ ଯେ ପ୍ରଭୁ ଆମମାନଙ୍କୁ ତାଙ୍କ ପ୍ରତି ଆମର ନିରନ୍ତର ଆଗ୍ରହର ପରିଣାମ ଭୋଗ କରିବାକୁ ଦେବେ। ତାହେଲେ ଚାଲନ୍ତୁ ସେହି ପରମେଶ୍ୱରଙ୍କ ଠାରେ ଆମେ ବିଶ୍ୱାସ କରିବା। ପରିଶେଷରେ ଆମେ ଦେଖିବା ଶିଳାବୃଷ୍ଟି, ପଙ୍ଗପାଳ ଏବଂ ଅନ୍ଧକାର। ବନ୍ଧୁ, ଏଇ ଯୋଉ ଶିଳାବୃଷ୍ଟି, ପଙ୍ଗପାଳ ଏବଂ ଅନ୍ଧକାର ଯାତ୍ରା ପୁସ୍ତକ 9:10-13 ଆଉ 29 ଯଦି ଆମେ ପଢିବା, ଏହି ମହାମାରୀ ଗୁଡ଼ିକ ପାରଙ୍କ ତାଙ୍କ ମନ ପରିବର୍ତ୍ତନ କରିବାରେ କେତେ ସଫଳ ହେଲା ତାହା ବିଷୟରେ ଆମେ ଦେଖୁଅଛୁ। ନଟ୍ ଆକାଶ, ଦେଖନ୍ତୁ, ଆକାଶ ଏବଂ ସ୍ୱର୍ଗର ମିଶରୀୟ ଦେବୀ ଥିଲେ। ଆକାଶରେ ଥିଲେ ଆଉ ପୃଥିବୀରେ ଥିଲେ ଏବଂ ପ୍ରାୟତଃ ଆକାଶ ତଳେ ଏବଂ ପୃଥିବୀରେ ଘଟୁଥିବା ଘଟଣା ଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ଭାବରେ ଚିତ୍ରିତ ହୋଇଥିଲା। ଓସିରିସ୍ ଫସଲ ଏବଂ ବର୍ଷର ଦେବତା ଥିଲେ। ବାଇବଲରେ ଶିଳାବୃଷ୍ଟିକୁ ପ୍ରାୟତଃ ପରମେଶ୍ୱରଙ୍କ ବିଚାର ସହିତ ଜଡ଼ିତ କରାଯାଉଅଛି, ଯାହା ଆମେ ଇସାୟା ପୁସ୍ତକ ତାର 28:2-17 ପାଉଛୁ। ତା ବାଦେ ଆମେ ହିଜିକିୟ 13 ଆଉ 11:13 ପର୍ଯ୍ୟନ୍ତ ଆମେ ପାଉଅଛୁ। ବନ୍ଧୁ, ଏହି ମହାମାରୀ ସମୟରେ ଯେଉଁମାନେ ସେମାନଙ୍କ ସମ୍ପତ୍ତିକୁ ଏକ ନିରାପଦ ଆଶ୍ରୟସ୍ଥଳରେ ଲୁଚାଇ ରଖନ୍ତି ସେମାନଙ୍କୁ ସୁରକ୍ଷିତ କରାଯିବ, ଯାହା ଆମେ ଯାତ୍ରା ପୁସ୍ତକ 9:20 ଦେଖାଉଛୁ। ସମସ୍ତେ ଏବେ ପରୀକ୍ଷିତ। ସେମାନେ ଏହେତୁ ପରମେଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରିପାରନ୍ତି ଅବା ନ କରିପାରନ୍ତି, ସେହି ଅନୁସାରେ କାର୍ଯ୍ୟ କରିବେ ନାହିଁ। ବନ୍ଧୁ, ପରମେଶ୍ୱର ଘୋଷଣା କରନ୍ତି ଯେ ପାରଙ୍କୁ ବଞ୍ଚିବାକୁ ଦେବାର ତାଙ୍କର ଉଦ୍ଦେଶ୍ୟ ହେଉଛି ସମଗ୍ର ପୃଥିବୀ ତାଙ୍କୁ ଜାଣିବେ ଆଉ ତାଙ୍କଠାରେ ବିଶ୍ୱାସ କରିବେ କି ପରମେଶ୍ୱର ହିଁ ସମଗ୍ର ସୃଷ୍ଟିକର୍ତ୍ତା ଆଉ ସମଗ୍ର ମାନବ ଜାତିକୁ ପରମେଶ୍ୱର ହିଁ ସେ ସ୍ୱାଧୀନ ଇଚ୍ଛା ପ୍ରଦାନ କରିଛନ୍ତି। ଯେପରିକି ମିଶରୀୟ ମାନଙ୍କୁ ସେମାନଙ୍କୁ ସେଇ ସ୍ୱାଧୀନ ପ୍ରଦାନ କରାଯାଇଥିଲା, ଯେପରିକି ସେମାନେ ଏଇ ଯୋଉ ମହାମାରୀ ଗୁଡାକ ଦେଖିଲା ପରେ ବି ସେମାନେ ଅନୁତାପ କରିବେ, ଯେପରିକି ତାଙ୍କଠାରେ ବିଶ୍ୱାସ କରିବେ। ମାତ୍ର ଆମେ ଦେଖୁଅଛୁ କି ମିଶ୍ର ଦେଶୀୟ ମାନେ ଓ ତାଙ୍କ ରାଜା ପାର ବି ପରମେଶ୍ୱରଙ୍କ ଠାରେ ବିଶ୍ୱାସ କଲେ ନାହିଁ। ମିଶ୍ର ରାଜା ବର୍ତ୍ତମାନ ସ୍ୱୀକାର କରନ୍ତି ଯେ ସେ ପାପ କରିଛନ୍ତି, କିନ୍ତୁ ପରେ ସେ ତାଙ୍କ ମନ ପରିବର୍ତ୍ତନ କରନ୍ତି। ମାନେ ଏଇ ଯୋଉ ମହାମାରୀ ସବୁ ଦେଖିଲା ପରେ ସେ ଜାଣିପାରିଲେ କି ଜଣେ ପରମେଶ୍ୱର ଅଛନ୍ତି ଆଉ ସେ ତାଙ୍କ ପାପ ସ୍ୱୀକାର କଲେ। ବନ୍ଧୁ, ଝଡ଼, ଯୁଦ୍ଧ ଏବଂ ଅବ୍ୟସ୍ତାର ମିଶରୀୟ ଦେଶ ଦେବତାଙ୍କୁ ସତ୍କୁ ଯାଉଥିଲା। ଆଇସିସ୍ ସହିତ ସେମାନଙ୍କୁ କୃଷି ଦେବତା ଭାବରେ ବିବେଚନା କରାଯାଇଥିଲା। ସୁତିଲ ବାୟୁମଣ୍ଡଳର ଦେବତା ସେରାଫିସ୍ ଦିବ୍ୟ ମହିମା, ପ୍ରଯୋଜନ, ଆରୋଗ୍ୟ ଏବଂ ପର ଜୀବନକୁ ବ୍ୟକ୍ତିତ୍ୱ ଦେଇଥିଲେ। ମିଶରୀୟ ଦେବତା ମାନଙ୍କ ମଧ୍ୟରୁ ଜଣେ ମଧ୍ୟ ପରମେଶ୍ୱରଙ୍କ ବିଚାରକୁ ଜୋରି ରୋକି ପାରିଲେ ନାହିଁ। ଯେଉଁ ବିଚାର ଗୁଡାକ ସେମାନଙ୍କ ଉପରେ ଆସିଥିଲା, ଏଇ ଯୋଉ ଦେବତା ମାନଙ୍କ ନାମ ମୁଁ କହିଲି, ସେମାନେ ରୋକି ପାରିଲେ ନାହିଁ। ସେ ଏକ ଆପୋଷ ପ୍ରସ୍ତାବ ଦେଲେ
ଯାହାକୁ ମୋଶା ଯଥାର୍ଥ ଭାବରେ ପ୍ରତ୍ୟାଖ୍ୟାନ କରୁଥିଲେ, କାରଣ ମହିଳା ଏବଂ ପିଲାମାନେ ଉପାସନା ଏବଂ ବିଶ୍ୱାସ ସମୁଦ୍ର ଦାୟର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅବିଚ୍ଛେଦ୍ୟ ଅଂଶ। ଶେଷରେ ଥିଲେ ପ୍ରମୁଖ ମିଶରୀୟ ଦେବତା ସୂର୍ଯ୍ୟ ଦେବତା, ତୋତ୍ ଥିଲେ ଚନ୍ଦ୍ର ଦେବତା। ଉଭୟ ଆଲୋକ ଦେଇପାରିଲେ ନାହିଁ। ଫାରୋ ପୁଣି ଥରେ ସୌଦା କରିବାକୁ ଚେଷ୍ଟା କଲେ, କିନ୍ତୁ ବୃଥା ହେଲା। ମିଶରରେ 3 ଦିନ ଅନ୍ଧକାର ହେଲା ବନ୍ଧୁ, କିନ୍ତୁ ଇସ୍ରାଏଲୀୟ ମାନଙ୍କ ଯେଉଁଠାରେ ବାସ କରୁଥିଲେ ସେଠାରେ ଆଲୋକ ଥିଲା। ଏହି ବିଚ୍ଛେଦ ଆଉ ଚମତ୍କାର ହୋଇ ପାରିଲା ନାହିଁ। ତଥାପି ତାଙ୍କ ଜାତି ଯେତେ ଆକ୍ରମଣ କଲେ ମଧ୍ୟ ଫାରୋ ପ୍ରତିରୋଧ କରିବାକୁ ଏବଂ ନୀରବ ରହିବାକୁ ସ୍ଥିର କରିଥିଲେ। ଯଦିଓ ଆମେ ତାଙ୍କର ଗଭୀର ଉଦ୍ଦେଶ୍ୟ ଜାଣି ନାହୁଁ ବନ୍ଧୁ, କୌଣସି ସମୟରେ ଏହା ସମ୍ପୂର୍ଣ୍ଣ ଭାବରେ ଏବଂ ଏକ ଗର୍ଭ ବିଷୟରେ ହୋଇପାରିଥାନ୍ତା। ପ୍ରମାଣ ଯେତେ ଶକ୍ତିଶାଳୀ ହେଉ, ଯାହା ଘଟୁଛି ତାହା ଯେତେ ସ୍ପଷ୍ଟ ହେଉ, ତାଙ୍କ ନିଜ ସେବକମାନେ ମଧ୍ୟ ଘୋଷଣା କରିଥିଲେ, ଏହି ବ୍ୟକ୍ତି କେତେ ଦିନ ପର୍ଯ୍ୟନ୍ତ ଆମ ପାଇଁ ହ୍ରାସ ଦେବ? ଏହିପରି ସେମାନେ ପ୍ରଶ୍ନ କରିଥିଲେ। ଲୋକମାନଙ୍କୁ ଯିବାକୁ ଦିଅ ବୋଲି ଫାରୋଙ୍କ ସହ ସେମାନେ କହିଲେ। ସେମାନେ ପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ସେବା କରିପାରିବେ। ତୁମେ କଣ ଏପର୍ଯ୍ୟନ୍ତ ଜାଣିନାହଁ ଯେ ମିଶର ଧ୍ୱଂସ ପାଉଅଛି ବୋଲି? ସେମାନେ ସେଇ ଫାରୋଙ୍କୁ କହିଲେ। ପଢନ୍ତୁ ଯାତ୍ରା ପୁସ୍ତକ 10:7। ଏବଂ ତାଙ୍କ ପୂର୍ବରୁ ସଠିକ ପସନ୍ଦ ଥିଲା ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ବନ୍ଧୁ। ଏହା ଦ୍ୱାରା ଆମେ ଦେଖୁଛୁ ବନ୍ଧୁ କି ଆମର ପରମେଶ୍ୱର କେତେ ଶକ୍ତିଶାଳୀ। ଆଉ ପରମେଶ୍ୱର ଯେଉଁମାନଙ୍କୁ ଭଲ ପାଆନ୍ତି, ଯେଉଁମାନଙ୍କୁ ସୁରକ୍ଷା କରିବା ପାଇଁ ଚାହାନ୍ତି, ପରମେଶ୍ୱର ତାଙ୍କ ଆଚର୍ଯ୍ୟ କର୍ମ ଦ୍ୱାରା ସେମାନଙ୍କୁ ଉଦ୍ଧାର କରିଥାନ୍ତି। ବନ୍ଧୁ, ଆଜି ଏକ ପ୍ରଶ୍ନ ଆସେ, ବର୍ତ୍ତମାନ ଯେଉଁ ମହାମାରୀରେ ଆମେ ରହୁଅଛୁ, ଆଉ ସେହି ମହାମାରୀ ହେଉଛି ପାପ। ଏହି ପାପ ଯୋଗୁଁ ଆମେ ଦୁଃଖ, କଷ୍ଟ, ବାଧା, କ୍ଲେଶ, ରୋଗରେ ପୀଡ଼ିତ ରହୁଅଛୁ। ଆଉ ଏହି ସବୁରୁ ଆମେ ଉଦ୍ଧାର ହେବା ପାଇଁ ଚେଷ୍ଟା କରୁଛେ। ଅନେକ ପ୍ରକାର ଡାକ୍ତରଖାନା ବା ଅନେକ ପ୍ରକାର ଅନେକ ଡକ୍ଟରଙ୍କ ସହ ଆମେ ସାକ୍ଷାତ କରୁଛେ। ଏହି ଯୋଉ ମହାମାରୀ ଯାହା ଲୋକଙ୍କୁ ପରମେଶ୍ୱରଙ୍କ ପଥରୁ ବାହାରକୁ ନେଉଅଛି, ସେଥିଯୋଗୁଁ ଚାଲନ୍ତୁ ବନ୍ଧୁ, ଏଇ ଯୋଉ ପାପର ମହାମାରୀ ବର୍ତ୍ତମାନ ପୃଥିବୀରେ ଅଛି, ଏଇ ଯୋଉ ଫାରୋଙ୍କ ଯୋଉ 10ଟି ମହାମାରୀ ପରମେଶ୍ୱର ଆଣିଥିଲେ, ଯେପରିକି ଫାରୋ ପରମେଶ୍ୱରକୁ ଜାଣିପାରିଲେ, ସ୍ୱୀକାର କଲେ, ମନ ପରିବର୍ତ୍ତନ କଲେ, ଆଉ ସେମାନଙ୍କୁ ଛାଡ଼ିଦେବା ପାଇଁ ସେମାନଙ୍କୁ ଯିବା ପାଇଁ ଆଦେଶ ଦେଲେ। ଯଦି ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରି ରହିବା ବନ୍ଧୁ, ତେବେ ସେ ଆମମାନଙ୍କୁ ଆମ ପାପରୁ ସେ ଉଦ୍ଧାର କରିବେ। ଯୀଶୁଖ୍ରୀଷ୍ଟ ଆମମାନଙ୍କ ପାଇଁ କ୍ରୁଶରେ ମୃତ୍ୟୁବରଣ କଲେ, ଏହି ଯୋଉ ପାପର ମହାମାରୀରୁ ଆମମାନଙ୍କୁ ଉଦ୍ଧାର କରିବା ନିମନ୍ତେ। ତାହେଲେ ସେହି ଯୀଶୁଖ୍ରୀଷ୍ଟ ଯେ କି ଆମମାନଙ୍କ ପାଇଁ କ୍ରୁଶରେ ହତ ହେଲେ, ସେହି ସଦାପ୍ରଭୁ ପରମେଶ୍ୱର ସେହି ଇସ୍ରାଏଲ ମାନଙ୍କୁ ସେହି ମିଶର ଦେଶରୁ ବାହାର କରି ଆଣିବା ପାଇଁ ସେମାନଙ୍କ ଉପରେ ଏହି 10ଟି ମହାମାରୀ ଆଣିଥିଲେ। ଆଉ ପରିଶେଷ ସେହି ମିଶରୀୟ ମାନେ ଫାରୋ ପାଖକୁ ଯାଇ କହିଲେ, କଣ ଆଜି ପର୍ଯ୍ୟନ୍ତ ତମେ ସେହି ପରମେଶ୍ୱରଙ୍କୁ ଚିହ୍ନି ପାରିଲ ନାହିଁ କି? ବନ୍ଧୁ, ବର୍ତ୍ତମାନ ଆମମାନଙ୍କ ଜୀବନରେ ପରମେଶ୍ୱର ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ କରନ୍ତି, ଯଦି ଆମେ ତାଙ୍କଠାରେ ବିଶ୍ୱାସ କରିବା।
ଯେହେତୁ ପରମେଶ୍ୱର ହିଁ ଆମମାନଙ୍କୁ ଏହି ପାପର ମହାମାରୀରୁ ଆମକୁ ଉଦ୍ଧାର କରିପାରିବେ। ଆଉ ଆମମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟ ନିଜେ କ୍ରୁଶରେ ବଳିଦାନ ହେଲେ, ଯେପରିକି ଆମେ ଏହି ପାପର ମହାମାରୀରୁ ଉଦ୍ଧାର ହୋଇପାରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ପରମେଶ୍ୱରଙ୍କ ଠାରେ ଆମେ ପ୍ରାର୍ଥନା କରିବା। ହେ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସାବସ୍କୃତ ପାଠ ଦ୍ୱାରା ଆମେ ଜାଣିପାରିଲୁ କି ଆମମାନଙ୍କୁ ଏକ ସ୍ୱ ଇଚ୍ଛା ପ୍ରଦାନ କରିଅଛ କି ଆମେ ସଠିକ ରାସ୍ତା ଯିବା ପାଇଁ, ଭୁଲ ରାସ୍ତା ଯିବା ପାଇଁ ଆମର ଇଚ୍ଛା ଉପରେ ନିର୍ଭର କରେ। ପରମେଶ୍ୱର, ଏହି ସମୟରେ ଆମେ ପ୍ରାର୍ଥନା କରୁଅଛୁ, ଆମମାନଙ୍କୁ ପବିତ୍ର ଆତ୍ମା ଦ୍ୱାରା ପୂର୍ଣ୍ଣ କର, ବାପ୍ତିଜିତ କର, ଯେପରିକି ଆମେ ସଠିକ ରାସ୍ତା ଆମେ ବାଛିପାରିବୁ, ସଠିକ ପଥରେ ଆମେ ଚାଲିପାରିବୁ, ସେ ବାକ୍ୟ ଅନୁସାରେ ଆମେ ରହିପାରିବୁ। ଏହିପରି ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆଉ ସେହି ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କରିବା ପାଇଁ ଆମମାନଙ୍କୁ ଶକ୍ତି ପ୍ରଦାନ କର। ଆଉ ପରିଶେଷ, ଯେବେ ତୁମ ସେହି ପୁତ୍ର ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀକୁ ଦ୍ୱିତୀୟ ଥର ଆସିବେ, ଆପଣା ସାଧୁମାନଙ୍କୁ ଏକତ୍ର କରି ନେବା ପାଇଁ, ସେତେବେଳେ ଆମମାନଙ୍କୁ ମନରେ ରଖ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି, ତୁମେ ଗ୍ରହଣ କର। ଆମେନ୍। ଧନ୍ୟବାଦ ବନ୍ଧୁ। ମୁଁ ଆଶା କରୁଛି ଆପଣମାନେ